ଆଜିର ଭିଡ଼ିଓରେ ଆମେ କ'ଣ ଜାଣିବା ନା ଚାଣକ୍ୟ ନୀତିଙ୍କର ଶ୍ଲୋକରେ ଆପଦର୍ଥେ ଧନଂ ରକ୍ଷେଚ୍ଛ୍ରୀମତାଂ କୁତ ଆପଦଃ କଦାଚିଚ୍ଚଳିତା ଲକ୍ଷ୍ମୀଃ ସଞ୍ଚିତୋऽପି ବିନଶ୍ୟତି। ଅର୍ଥାତ୍ କେହି କେହି ଯୁକ୍ତି କରନ୍ତି ଯେ ବିପଦ ପାଇଁ ଧନ ସଞ୍ଚୟ କର, କିନ୍ତୁ ଜଣେ ଧନୀ ବ୍ୟକ୍ତିର ପୁଣି ବିପଦ କ'ଣ? ତାଙ୍କ ପାଖରେ ତ ପ୍ରଚୁର ସମ୍ପତ୍ତି ଅଛି। କିନ୍ତୁ ମନେ ରଖିବା ଉଚିତ ଯେ ଲକ୍ଷ୍ମୀ ହେଉଛନ୍ତି ଚଞ୍ଚଳା, ଅସ୍ଥିର। ଯଦି ଭାଗ୍ୟ ବଦଳିଯାଏ, ତେବେ ସଞ୍ଚୟ କରି ରଖିଥିବା ବିଶାଳ ସମ୍ପତ୍ତି ମଧ୍ୟ ଅତି ଶୀଘ୍ର ନଷ୍ଟ ହୋଇଯାଏ। ଆଚାର୍ଯ୍ୟ ଚାଣକ୍ୟ ଏଠାରେ ଧନର ଅସ୍ଥିରତା ଏବଂ ମଣିଷର ଅହଙ୍କାର ବିଷୟରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ଧନୀ ବ୍ୟକ୍ତି ଏବଂ ବିପଦ। ଅନେକ ଧନୀ ବ୍ୟକ୍ତି ଭାବନ୍ତି ଯେ ସେମାନଙ୍କ ପାଖରେ ଟଙ୍କା ଥିବାରୁ ସେମାନେ ସବୁ ବିପଦରୁ ମୁକ୍ତ। କିନ୍ତୁ ଚାଣକ୍ୟ ଚେତାଇ ଦେଇଛନ୍ତି ଯେ ବିପଦ କେତେବେଳେ କାହା ଉପରକୁ ଆସିବ, ତାହା କେହି କହିପାରିବେ ନାହିଁ। ପ୍ରାକୃତିକ ବିପତ୍ତି ହେଉ ବା ରାଜନୈତିକ ପରିବର୍ତ୍ତନ, ଏହା ସମସ୍ତଙ୍କୁ ପ୍ରଭାବିତ କରେ। ଲକ୍ଷ୍ମୀଙ୍କ ଚଞ୍ଚଳତା। ହିନ୍ଦୁ ଶାସ୍ତ୍ରରେ ଦେବୀ ଲକ୍ଷ୍ମୀଙ୍କୁ ଚଞ୍ଚଳା କୁହାଯାଏ, ଯାହାର ଅର୍ଥ ସେ ଗୋଟିଏ ସ୍ଥାନରେ ସ୍ଥାୟୀ ଭାବେ ରହନ୍ତି ନାହିଁ। ଆଜି ଯିଏ ରାଜା, କାଲି ସେ ଭିକାରୀ ହୋଇପାରେ। ସଞ୍ଚୟର ଗୁରୁତ୍ୱ। ଯଦିଓ ଧନ ନଷ୍ଟ ହୋଇପାରେ, ତଥାପି ସଞ୍ଚୟ କରିବା ଆବଶ୍ୟକ। କିନ୍ତୁ ସଞ୍ଚୟ କରିବା ପରେ ମୋର କିଛି ହେବ ନାହିଁ ବୋଲି ଅହଙ୍କାର କରିବା ଅନୁଚିତ। ଯେତେବେଳେ ଖରାପ ସମୟ ଆସେ, ସଞ୍ଚିତ ଧନ ମଧ୍ୟ ପାଣି ପରି ବୋହିଯାଏ। ଆମେ କ'ଣ ଶିଖିଲେ ନା ସେଥିରୁ? ଏହି ଶ୍ଲୋକ ଆମକୁ ସାବଧାନ ଓ ନମ୍ର ରହିବାକୁ ଶିଖାଏ। ଧନ ଉପରେ ଅତିରିକ୍ତ ଗର୍ବ କରିବା ଅନୁଚିତ, କାରଣ ସମୟ ବଦଳିଲେ ସମ୍ପତ୍ତି ରକ୍ଷା କରିବା କଷ୍ଟକର ହୋଇପଡ଼େ।